ରାସ୍ତାରେ ଧାନ ତଳି ହୋଇ ପ୍ରତିବାଦ କଲେ ଯୁବ ସମାଜ। ରାଜ୍ୟ ସରକାର ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲଳିତଗିରି ପୂର୍ତ୍ତ ବିଭାଗର ରାସ୍ତା ଅବସ୍ଥା ଶୋଚନୀୟ। ଚାରିଆଡ଼େ ଖାଲ ଖମା। ବାଲିଚନ୍ଦ୍ରପୁର ଲଳିତଗିରି ପୂର୍ତ୍ତ ବିଭାଗ ସଡ଼କ ବାଲଚନ୍ଦପୁର କଲେଜ ଛକଠାରୁ ପଟ୍ଟାମୁଣ୍ଡାଇ କେନାଲ ନୂଆ ପୋଲ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା। ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ସଂଖ୍ୟାରେ ଯାନବାହନ ଓ ସାଧାରଣ ଲୋକ ଯାତାୟାତ କରିଥାନ୍ତି। ଏହି ବିଷୟରେ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିଲେ। ଆଜି ବାଧ୍ୟ ହୋଇ ଯୁବକମାନେ ସେହି ରାସ୍ତାରେ ଖାଲ ଖମା ପାଣିରେ ଧାନ ତଳି ରହିଛନ୍ତି। ଖୁବ୍ ଶୀଘ୍ର ଏହି ରାସ୍ତା ମରାମତି କରା ନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଯୁବକମାନେ ଚେତାବନୀ ଦେଇଛନ୍ତି।